ଜଗନ୍ନାଥ ସାଙ୍ଗମାନେ ଆସନ୍ତୁ ଜାଣିବା ଓଡ଼ିଶା ବିଷୟରେ କିଛି ଐତିହାସିକ ତଥ୍ୟ। ଓଡ଼ିଶାର ଇତିହାସ ଲୟର ପଲିଥେଲିକ ଯୁଗରୁ ଜାଣିହେବ, ଯେତେବେଳେ ଏହି ଅଞ୍ଚଳର ଆର୍ଚୁଲିଆନ ଉପକରଣଗୁଡ଼ିକ ଆବିଷ୍କୃତ ହୋଇଥିଲା। ଓଡ଼ିଶାର ଇତିହାସରେ କିଛି ପ୍ରମୁଖ ଘଟଣା ଏଠାରେ ଅଛି। ପ୍ରାଚୀନ କାଳରେ ଓଡ଼ିଶା କଳିଙ୍ଗ ନାମରେ ଜଣାଶୁଣା ଏବଂ ଉତ୍କଳ ନାମରେ ମଧ୍ୟ ଜଣାଶୁଣା। ଓଡ଼ିଶାର ପ୍ରାରମ୍ଭିକ ଇତିହାସ ମହାଭାରତ, ମହାଗୋବିନ୍ଦ ସୂତା ଏବଂ କେତେକ ପୁରାଣ ପରି ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି। ଯେମିତିକି ଓଡ଼ିଶାର ଓଡ଼ ରାଜ୍ୟର ଉତ୍ତର ଓଡ଼ିଶାରେ ଅବସ୍ଥିତ। ଏହା ମହାଭାରତର ଉଲ୍ଲେଖ କରାଯାଇଛି। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକ କଳିଙ୍ଗକୁ ପରାସ୍ତ କରିଥିଲେ ଏବଂ ଯୁଦ୍ଧ ପରେ ଅନୁତାପ କରିଥିଲେ। 1568 ମସିହାରେ ବଙ୍ଗୀୟ ସଲତନତର ସୁଲତାନ ଜେନେରାଲ କଳାପାହାଡ଼ଙ୍କ ନେତୃତ୍ୱରେ ଓଡ଼ିଶାକୁ ଜୟ କଲେ। 1593 ସୁଦ୍ଧା ଓଡ଼ିଶା ମୋଗଲ ସାମ୍ରାଜ୍ୟ ଅଂଶ ହୋଇଥିଲା ଏବଂ ବେଙ୍ଗଲ ସୁବାରେ ଅନ୍ତର୍ଭୁକ୍ତ ହେଲା। 1751 ପରେ ମରାଠାମାନେ ଏହି ଅଞ୍ଚଳର ନିୟନ୍ତ୍ରଣ ହାସଲ କଲେ ଏବଂ ସେମାନଙ୍କ ଶାସନ କାଳରେ ସାହିତ୍ୟ ଏବଂ କବିତା ବୃଦ୍ଧି ପାଇଲା। 1803 ମସିହାରେ ବ୍ରିଟିଶ ସାମ୍ରାଜ୍ୟ ଏହି ଅଞ୍ଚଳକୁ ନିୟନ୍ତ୍ରଣ କଲା ଏବଂ ଏହାକୁ ଅନ୍ୟ ପ୍ରଦେଶ ଭାବରେ ବିଭକ୍ତ କଲା। 1957 ମସିହାରେ ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହିତ କଲେ। 1250 ଖ୍ରୀଷ୍ଟାବ୍ଦରେ ନିର୍ମିତ କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ମନ୍ଦିର। ଏହାକୁ ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିଲେ। 1200 ବଢ଼େଇ ଓ ଧର୍ମପଦଙ୍କ ସହାୟତାରେ। ଓଡ଼ିଶାର ସରକାରୀ ଭାଷା ହେଉଛି ଓଡ଼ିଆ, ଯାହା ଇଣ୍ଡୋ ଆର୍ଯ୍ୟ ଭାଷା ପରିବାରର ଏକ ଅଂଶ। ପଣ୍ଡିତମାନେ ବିଶ୍ୱାସ କରନ୍ତି ଯେ ଓଡ଼ିଆ 10ମ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ଏବଂ ଏହା ମାଗାଡ଼ି ପ୍ରାକୃତିର ଅନୁକରଣ କରାଯାଇଥିଲା। ବାସ୍ ଆଜି ପାଇଁ ଏତିକି। ଅଧିକ ତଥ୍ୟ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଜଗନ୍ନାଥ ସାଙ୍ଗମାନେ ଆସନ୍ତୁ ଜାଣିବା ଓଡ଼ିଶା ବିଷୟରେ କିଛି ଐତିହାସିକ ତଥ୍ୟ। ଓଡ଼ିଶାର ଇତିହାସ ଲୟର ପଲିଥେଲିକ ଯୁଗରୁ ଜାଣିହେବ, ଯେତେବେଳେ ଏହି ଅଞ୍ଚଳର ଆର୍ଚୁଲିଆନ ଉପକରଣଗୁଡ଼ିକ ଆବିଷ୍କୃତ ହୋଇଥିଲା। ଓଡ଼ିଶାର ଇତିହାସରେ କିଛି ପ୍ରମୁଖ ଘଟଣା ଏଠାରେ ଅଛି। ପ୍ରାଚୀନ କାଳରେ ଓଡ଼ିଶା କଳିଙ୍ଗ ନାମରେ